ଆନ୍ଧ୍ରର ତିରୁପତି ମନ୍ଦିରରେ ନକଲି ଘିଅ ପରେ ନକଲି ସିଲ୍କ କପଡ଼ାର ମହାଘୋଟାଲା ସାମ୍ନାକୁ ଆସିଛି। ତିରୁମାଲା ତିରୁପତି ଦେବସ୍ଥାନମରେ 2015ରୁ 2025 ମଧ୍ୟରୁ ନକଲି ରେଶମୀ ଶାଲ୍ ଯୋଗାଯୋଗ ଥିବା ଜଣାପଡ଼ିଛି। ଏଥିରେ 54 କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୁହାଯାଉଛି। ଭିଜିଲାନ୍ସ ଅଧିକାରୀ ତଦନ୍ତରୁ ଜଣାପଡ଼ିଛି ଯେ ଶୁଦ୍ଧ ରେଶମୀ ଶାଲ୍ କହି 100% ପଲିଷ୍ଟରରେ ତିଆରି ଶାଲ୍ ଯୋଗାଯାଉଛି। ଏଥିରେ ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡକୁ 54 କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି। ରେଶମୀ ଓଢ଼ଣୀର ଗୁଣାତ୍ମକକୁ ନେଇ ଟିଡିଟିସି ବୋର୍ଡର ସନ୍ଦେହ ହେବାରୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଇଥିଲା। ରେଶମୀ କପଡ଼ାକୁ 2ଟି ସେଣ୍ଟ୍ରାଲ ସ୍କିଲ୍ ବୋର୍ଡରେ ଓ ଅନ୍ୟ ଏକ ଲ୍ୟାବକୁ ପଠାଇ ଯାଞ୍ଚ କରିବା ପରେ ଏହା ଶୁଦ୍ଧ ରେଶମୀ କପଡ଼ା ବଦଳରେ ପଲିଷ୍ଟରରେ ତିଆରି ବୋଲି ଜଣାପଡ଼ିଥିଲା। ପ୍ରାୟ 350 ଟଙ୍କା ମୂଲ୍ୟର ରେଶମୀ ଶାଲ୍କୁ 1300 ଟଙ୍କାରେ ବିଲ୍ କରାଯାଇଥିଲା। ଏବେ ଏହି ମାମଲାର ତଦନ୍ତ ଏସ୍ପି ବା ଆଣ୍ଟି କରପ୍ସନ ବ୍ୟୁରୋକୁ ଦେଇଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ। ପୂର୍ବରୁ ତିରୁପତି ମନ୍ଦିରରେ ନକଲି ଘିଅର ଲଡୁ ଭୋଗ ଦୁର୍ନୀତିକୁ ନେଇ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।